ମୋ ସ୍ତ୍ରୀ ଶାଳୀ ଆଉ ଶଳା ଭାଉଜ କହିଲେ, ମୋ ଶାଳୀ କହିଲା ନନା ଆଜି ଆମେ କରିବୁ ମଣ୍ଡା ପିଠା କରିବୁ ଆଉ ଦେଇର ମୋର ଆଉ ଭାଉଜର ଆଉ କାହାର ଭଲ ହେଇଛି କହିବ ଆଉ ଯାହାର ଭଲ ହେଇଛି ଗୋଟେ ପାଟ ଶାଢ଼ୀ ଆଣିଦେବ। ମୁଁ କହିଲି ହଉ ଆଉ ମୁଁ ଯାଇ ଗୋଟେ ପାଟ ଶାଢ଼ୀ ନେଇକି ଆଇଲି। ମୋ ସ୍ତ୍ରୀ ପ୍ରଥମେ ଦେଲା, ସେ ନଡ଼ିଆ ପକେଇଛି, ଗୁଡ଼ ପକେଇଛି, ଛେନା ପକେଇଛି, ଆଣିଦେଲା, ମୁଁ ଖାଇଲି, ଭଲ ଲାଗିଲା। ଆଉ ତାପରେ ମୋ ଶାଳୀ ଆଣିକି ଦେଲା ମଣ୍ଡା ପିଠା, ସେ ନଡ଼ିଆ ପକେଇଛି, ଗୁଡ଼ ପକେଇଛି, ଛେନା ପକେଇଛି, ଅଳେଇଚ ପକେଇଛି, ଖାଇବାକୁ ପୁରା ଟେଷ୍ଟ ଲାଗିଲା, ପୁରା ନରମ 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 ଲାଗିଲା, ଖାଇବାକୁ ପୁରା ଟେଷ୍ଟ। ଆଉ ତାପରେ ମୋ ଶଳା ଭାଉଜ ଆଣିକି ଦେଲା ମଣ୍ଡା ପିଠା, କହିଲା ମୋର ନିଅ ଖାଇଲ। ମୁଁ ଖାଇଲି, ଖାଇଲା ପରେ ସେ ଗୁଡ଼ ପକେଇ ନା ନଡ଼ିଆ ପକେଇଛି, ଛେନା ପକେଇଛି ଆଉ ଚିନି ପକେଇ ଦେଇଛି, ଆଉ ଗୁଡ଼ ପକେଇନି। ଆଉ ସିଏ ଖାଇବାକୁ ପୁରା ଚିନି ଗୁଡ଼ା ରାଡ଼ୁ ରାଡ଼ୁ ଲାଗିଲା। ଆଉ ତାପରେ ମୋତେ ପଚାରିଲେ କାହାର ଭଲ ହେଇଛି, ମୁଁ କହିଲି ଆଉ ତ ଶାଳୀର ପୁରା ଟେଷ୍ଟ ହେଇଛି, ପୁରା ନରମ ଅଛି ମଣ୍ଡା, ଗୁଡ଼ ପକେଇଛି, ନଡ଼ିଆ ପକେଇଛି, ଛେନା ପକେଇଛି, ଅଳେଇଚ ପକେଇଛି, ପୁରା ବାସୁଛି, ଖାଇବାକୁ ଟପ ଲାଗୁଛି। ଆଉ ତାପରେ ମୋ ସ୍ତ୍ରୀ କହିଲା ମୋର, ମୁଁ ତୁ ବା ସବୁ ପକେଇଛୁ, ଅଳେଇଚ ପକେଇନ, ତାର ପୁରା ଟେଷ୍ଟ ଲାଗୁଛି, ବାସୁଛି ଖାଇବାକୁ, ଆଉ ପୁରା ନରମ ଅଛି। ତୋର ନରମ ନାହିଁ, ଟିକେ ଟାଣ ଅଛି, ଆଉ କିନ୍ତୁ ତୁ ନଡ଼ିଆ ଗୁଡ଼ ଛେନା ପକେଇଛୁ ଆଉ ଠିକ୍ ଅଛି। ଶାଳୀର ତ ଭଲ ଲାଗୁଛି, ପୁରା ଟେଷ୍ଟ ଆଉ ନରମ ଅଛି, ପୁରା ବାସୁଛି ଖାଇବାକୁ। ଆଉ ମୋ ସ୍ତ୍ରୀ ଆଉ ଶଳା ଭାଉଜ କ'ଣ ମୋ ସାଙ୍ଗରେ କଥାବାର୍ତ୍ତା ହେଲେନି, ମାସେ କଥାବାର୍ତ୍ତା ହେଲେନି। ଆଉ କହିଲେ ମାସେ କଥାବାର୍ତ୍ତା ହେଲେନି, କହିଲେ ମୋତେ ଖାଇବାକୁ ଦେଲେନି। ଆଉ କହିଲେ ତୁମ ସ୍ତ୍ରୀ ତୁମକୁ ଖାଇବାକୁ ଦେବ, ଆଉ ଆମେ ନା ତୁମ ଶାଳୀ ତୋତେ ଖାଇବାକୁ ତୁମକୁ ଦେବ। ମୋ ଶାଳୀ ପା ମୋତେ ମାସେ ଖଣ୍ଡେ ଖାଇବାକୁ ଦେଇଛି। ତାପରେ ତାକୁ ବୁଝେଇଲି, ମୁଁ ତୋର ଭଲ ହେଇଥିଲା, ଟିକେ ଅଳେଇଚ ପକେଇ ନଥିଲୁ। ଆଉ କହିଲେ ହଁ, ସେଇଠୁ ବୁଝିଲା ଖାଇବାକୁ ଦେଉଛି ଆଉ।